ସବୁ ପିଲାମାନଙ୍କର ଗୋଟିଏ ଦ୍ୱନ୍ଦ୍ୱ କି ସାର୍ ଏ ଯେଉଁ କୋକୁଆ ନାଟକ ରହିଛି ଆମେ କେହି ବୁଝିପାରୁନୁ। ମୁଁ ଜାଣିପାରୁନି କୋକୁଆ ନାଟକ କାହା ଉପରେ ପର୍ଯ୍ୟବେସିତ, ଆକ୍ଚୁଆଲି ଏଠି ଘଟଣା କ'ଣ ଘଟିଛି, ମୁଁ କେମିତି ଗୋଟେ ମନେ ରଖିବି କି ଏଇ ଚରିତ୍ର ଗୁଡ଼ିକ ରହିଛନ୍ତି କି ଆକ୍ଚୁଆଲି ଏଇ ମାନେ ନାଟକରେ ସାରମର୍ମ ଏଇଆ କି ବିଷୟବସ୍ତୁଟା ଏଇଆ ଆମେ କେହି ବୁଝିପାରୁନୁ। ଦେଖ ମୁଁ ଆଜି ସାରମର୍ମ ବୁଝେଇବି, ଏ ସାରମର୍ମ ବୁଝେଇବିନି ତମ କନସେପ୍ଟ କ୍ଲିୟର ହେଇଯିବ। ମୋ କଥା ଧ୍ୟାନ ଦେଇ ବୁଝ। ଯେଉଁ ପିଲାମାନେ ଭାବୁଛ କି ସାର୍ କୋକୁଆଟା ଗୋଟେ କଷ୍ଟ ବିଷୟ, ଆରେ କିଛି କଷ୍ଟ ନାହିଁ, ତମକୁ ଏଇଠି କହିଦେଉଛି ପୁରା ସିମ୍ପଲ୍ ଅଛି ହେଲା। ଯାହା କଷ୍ଟ ଥିଲା ଏଇ ଭିଡ଼ିଓ ପରଠୁ ଆଉ କଷ୍ଟ ରହିବ ନାହିଁ। କଥାକୁ ଧ୍ୟାନ ଦେଇ ବୁଝ, କିଛି କଷ୍ଟ ନାହିଁ ରେ, ତମକୁ କହିଦେଲି ବାର କହିଦେଲି, କିଛି ବାହାଦୁର ବିଷୟ ନାହିଁ ପିଲାମାନେ। କୋକୁଆକୁ ଆମେ ବଢ଼ିଆ ଭାବରେ ବୁଝିବା। ବିଜୟ କୁମାର ଶତପଥୀଙ୍କ ପରିଚୟ ମୁଁ ପରେ ଦେବି, ଫାଷ୍ଟ ତମେ କ୍ଲିୟର ହୁଅ। ମୁଁ ନାଟ୍ୟକାରଙ୍କ ସମ୍ପର୍କରେ ପରେ କହିବି। ଚାଲ ବର୍ତ୍ତମାନ ଆମେ କ୍ଲିୟର ହେବା ଏ କୋକୁଆଟା କ'ଣ, ଏ ନାଟକଟା କାହା ଉପରେ ପର୍ଯ୍ୟବେସିତ ହେଲା। ସମୟ ନାହିଁ ତମକୁ ବର୍ତ୍ତମାନ ମାନେ ମୂଳ ବହି ପଢ଼ାଇବା ପାଇଁ। ମୁଁ ଏଇଠୁ ଯାହା କହିବି ତାକୁ ଧ୍ୟାନ ଦେଇ ବୁଝିବ, ନିହାତି ପରୀକ୍ଷା ଲେଖି ଆସିପାରିବ। ଏବଂ ଏଇ ସାରମର୍ମ ବୁଝିଲେ, କେତୋଟି ଚରିତ୍ର ଜାଣିଲେ, କିଛି ଜାଣିଲେ ତମେ କ'ଣ କରିବ ନା ଯେଉଁ ସର୍ଟ କୋଶ୍ଚିନ୍ ପରୀକ୍ଷାରେ ଆସିବ ନା, ଏ 1 ମାର୍କସ୍ ହଉ କିମ୍ବା 2 ମାର୍କସ୍ ହଉ କିମ୍ବା 3 ମାର୍କସ୍ ତମେ ଲେଖିପାରିବ। ମୋ କଥା ବୁଝିଲ ତ? କି ହରେକୃଷ୍ଣ କୌତିଆ ମାନେ କ'ଣ କରିଥିଲା ହେଲା, ଯେଉଁ ଆମର ଯେଉଁ ବିଧାୟକ ଥିଲା, କିମ୍ବା ଅଜୟ ମରାଣ୍ଡି ଶିବୁ ମାଝୀ କିଏ, ଏମିତି ଯେମିତି ଗୋଟେ ପ୍ରଶ୍ନ ଆସୁ, କି ଅତନୁ କିଏ, ମନିକା ନାରୀ ଚରିତ୍ରର ଭୂମିକା କ'ଣ ରହିଛି, ଯେମିତି ପ୍ରଶ୍ନ ପକାଅ ତମେ ବୁଝିପାରିବ। ତମେ ଭାବୁଛ କି ସାର୍ କୋଉ ଚରିତ୍ର କଥା ଆମେ ଜାଣିପାରିଲୁନୁ, ଆରେ ଏବେ ସବୁ ଜାଣିପାରିବ, ବ୍ୟସ୍ତ ନାହିଁ। ଚାଲ ଯେ ଷ୍ଟାର୍ଟ କରିବା, ତାର କହିଦେଉଛି। ପ୍ରଥମେ ଟିକେ ନଜର ପକାଇଦେବା, ଏଇଠି ଗୋଟେ କ୍ଲିୟର କରିଦେଉଛି। ଯେଉଁ କୋକୁଆ, ତମ ମନରେ ଯେଉଁ ଡାଉଟ୍ ନାହିଁ, କୋକୁଆ କ'ଣ ଦେଖ, କୋକୁଆର ଆକ୍ଚୁଆଲି କହିଲେ ମିନିଂ କିଛି ନାହିଁ। କୋକୁଆ ଗୋଟେ ଭୟ, ମାନେ ଗୋଟେ ଭୟ ସୂଚକ, ଭୟ ଡର। ଆରେ ଆଇଲା କୋକୁଆ ମାନେ ଯେବେ ଆମେ ଯଦୁବଂଶକୁ ଯିବା, ଯଦୁବଂଶ କେମିତି ନାଶ ହୋଇଥିଲା କିରେ, ନା ଯେଉଁ ସେ ସୁରାପାନ ଯେଉଁ ମଦ୍ୟପାନ କରିଥିଲେ, ଯେଉଁ ଥିଲେ, ତାଙ୍କ ଭିତରେ ଅନ୍ଧାର ଥିଲା, କିଏ ଗୋଟେ କହିଦେଲା ରେ ଆଇଲ ଆଇଲା, ମାନେ ଇଲୋ ଆଇଲାରୁ କୋକୁଆ, ଏମିତି ଗୋଟେ କହିଦେଲା, ତାଙ୍କ ଭିତରେ ହଣା କଟା ସମସ୍ତେ ମରିଥିଲେ, ତାଙ୍କ ନିଜ ବଂଶ ନାଶ ହୋଇଥିଲା ନା ନାହିଁ। ସେହିପରି ଭାବରେ ବର୍ତ୍ତମାନ କେମିତି କ'ଣ କୋକୁଆ କେଉଁ ବଂଶକୁ ନାଶ କରିଛି, କେଉଁ ବା ସମାଜକୁ ନାଶ କରିଛି, ଏଠି ଆମର ନାଟ୍ୟକାର ତୁଳନା ଦେଇଛନ୍ତି, ଆମେ ଦେଖିବା, ବୁଝି ହେଇଯିବୁ ହେଲା। ତେଣୁ କୋକୁଆ କ'ଣ ଗୋଟେ ନା ଭୟାତ୍ମକ ପରିଚୟ, ଗୋଟେ ବିଭୀଷିକା, ଗୋଟେ ଭୟ ଗୋଟେ ହେଲା। ଦେଖିବା କୋକୁଆ କ'ଣ, ଟିକେ ଏଠି ସେ କ'ଣ କଲା ଦେଖ, ଟିକେ କନସେପ୍ଟ କ୍ଲିୟର, ଆଉ ବଢ଼ିଆ ମୂଳ କଥା ଦେଖିବା। ଶାରଳା ଦାସଙ୍କ ମହାଭାରତ ବର୍ଣ୍ଣିତ କୋକୁଆ ଉପାଖ୍ୟାନ ହେଉଛି ସମାଜ ଜୀବନର ସ୍ପଷ୍ଟ ସନ୍ଦେହ, ଅବିଶ୍ୱାସ, ହତ୍ୟା ଓ ବିଭୀଷିକାର ପ୍ରତୀକାତ୍ମକ ରୂପ, ଯାହା ଡାକି ଆଣିଥିଲା ଏକ କାଳାନ୍ତରକୁ, ଗୋଟେ କାଳକୁ ଡାକି ଆଣିଥିଲା ହେଲା। ଆଜି ବି ମନେ ହେଉଛି ଆମର ବୃହତ୍ତର ସମାଜ ବ୍ୟବସ୍ଥାରେ ପ୍ରତିଟି ମଣିଷ ଭୟ ଓ ଆତଙ୍କର ବାତାବରଣ ମଧ୍ୟରେ ବନ୍ଦୀ। ଏ ନାଟକଟା କାହା ଉପରେ ପର୍ଯ୍ୟବେସିତ କହିବି, ଟିକେ ଟିକେ କନସେପ୍ଟ କ୍ଲିୟର। ଡାଇରେକ୍ଟ ମୁଁ ଯଦି କହିଦେଇ ପୁଞ୍ଜିବାଦ ଦେଖାଦେଇଛି, ସେ କେମିତି ମାନେ ସାଜିଛନ୍ତି ନିରୀହ ଆଦିବାସୀମାନେ, କେମିତି ଅଜୟ ମରାଣ୍ଡି ଶିବୁ ମାଝୀ ପରି ଶିକ୍ଷିତ ଯୁବକ ଗୋଷ୍ଠୀ ମାଓବାଦୀ ସାଜିଛନ୍ତି। ଡାଇରେକ୍ଟ ଯଦି ବର୍ତ୍ତମାନ କହିକି ଜାଣିପାରିବନି, ତେଣୁ ବର୍ତ୍ତମାନ ଧୀରେ ଧୀରେ ଯାଉଛି, ସେ ଯାଏଁ ଯାଇନି ମୁଁ, ଟିକେ ୱେଟ୍ କର, ଯିବି, ବ୍ୟସ୍ତ ନାହିଁ। ଯେମିତି ପଢ଼ଉ ସେମିତି ଚାଲ, ବ୍ୟସ୍ତ ମାନେ। ଆଚ୍ଛା ହଉ, କହିଲା ସର୍ବୋପରି ଦେଖିବାକୁ ଗଲେ ଶାରଳା ଦାସଙ୍କ ଦ୍ୱାରା ପରିକଳ୍ପିତ ସେହି କୋକୁଆର ଭିତରକୁ ଯେପରି ଠେଲି ହୋଇଯାଇଛି ଯାବତୀୟ ଉଚ୍ଚାଙ୍ଗ ମୂଲ୍ୟବୋଧ, ମାନବ ପ୍ରାଣର ଆବେଗ, ଉଚ୍ଛ୍ୱାସ ସମୟ, ଆଉ ମୂଲ୍ୟବୋଧ ନାହିଁ, ଆଉ ହାୟର ମୋରାଲିଟି ବା ହାୟର ଭ୍ୟାଲ୍ୟୁ ଅଫ୍ ଲାଇଫ୍, ଯେଉଁଟା ଆମେ କହୁଛେ ଉଚ୍ଚାଙ୍ଗ ମୂଲ୍ୟବୋଧ ଆଉ ନାହିଁ, ଆଉ କାହା କାହା ଭିତରେ ମଣିଷ ପଣିଆ ନାହିଁ, ସବୁ ସେ ଠେଲି ହେଇଯାଇଛି। ସାଧାରଣ ଆଦିବାସୀ ଜନତା ମାନେ କେଉଁଭଳି ଭାବରେ ଦ୍ରୁତ ଶିଳ୍ପାୟନ ଫଳରେ ପୁଞ୍ଜିବାଦର ପ୍ରସାର ଯୋଗୁଁ କେଉଁଭଳି ଭାବରେ ଆମର ସାଧାରଣ ନିରୀହ ଆଦିବାସୀମାନେ ବିସ୍ଥାପିତ ହେଉଛନ୍ତି, ଗ୍ରାମାନ୍ତର ହେଉଛନ୍ତି, ବିସ୍ଥାପିତ ହେଉଛନ୍ତି, କେମିତି ତାଙ୍କୁ କୁହାହେଉଛି ତମେ ଏଠୁ ପଳାଅ, ସବୁ ଏଠି ଶିଳ୍ପ କାରଖାନା ଗଢ଼ି ଉଠିବ, ଏଠି ଅମକ ହେବ, ବୁଝିଲ। ତେଣୁ ତାପରେ ଦେଖିବା କ'ଣ, ଏକ ଅଶାନ୍ତ ଅସ୍ତିତ୍ୱର ବାତାବରଣ ସର୍ବତ୍ର ଉଜୁଡ଼ି ଯାଉଛି। ଗାଁ ଗଣ୍ଡା ମଣିଷର ସବୁ ଭଲ ଗୁଣ, ଅର୍ଥ, କ୍ଷମତା, ପାଶବିକ ପ୍ରବୃତ୍ତି ଆଜି ମଣିଷ ମନରେ ବସା ବାନ୍ଧିଛି। କ'ଣ ଉଜୁଡ଼ି ଯାଉଛି, ଭଲ ଗୁଣ ନାହିଁ, ନା ଅର୍ଥ ନାହିଁ, ନା କ୍ଷମତା ଆଉ ନାହିଁ ହେଲା। ପାଶବିକ ପ୍ରବୃତ୍ତି ଆଜି କ'ଣ ମଣିଷମାନେ ବସା ବାନ୍ଧିଛି, ଅର୍ଥ, କ୍ଷମତା, ପାଶବିକ ପ୍ରବୃତ୍ତି ହେଲା। ତାପରେ ଦେଖ, ମୁଁ ତୁମକୁ କୋଉଠି କନେକ୍ଟ କରୁଛି, ଧ୍ୟାନ ଦେଇ ବୁଝ। ପଲ୍ଲୀର ନମ୍ର ବୁକୁରେ କୁକୁଆର ଅଶାନ୍ତ ଡେଣା, ନମ୍ର ବୁକୁ କହିଲେ କୋମଳ ଛାତି, ନମ୍ର ବୁକୁ କହିଲେ କ'ଣ, ହୃଦୟ, ଯେଉଁଟା ଆମେ ବିଶେଷ କରି କହୁଛେ।
तो छाड़ से गोटे कोकुआ गोटे विशेष कर गोटे माने कवि गोटे कल्पना कर कोकुआ कहले गोटे विभीषिका केमी ग्रास करुच्ची कोकुआ कहले ठीक गोटे पक्षी नुह कि कौन गोटे विराट गोटे जंतु नुह कि गोटे जीवन नुह बुझे तो गोटे कोकुआ गोटे शब्द गोटे यूज कराऊँगी नदी झरणा सब नारखा रही जाइए नदी झरणा जंगल क्षेत आदिवासी सरल जीवन चर्या जीवन चर्या ना ना खाऊँ ना पीऊँ ना बंची पार्टी खाली हा हा है विस्थापन आनी बंची रही नुआ समस्या चलो पलाओ सब विस्थापन माने आई आदिवासी पल्ली कौन पिला नाई लगे ना धमागुड़ा भी से मुकुली पारिनी ये आदिवासी धमागुड़ा कथा ही कहुई संपूर्ण रूपे आम देखिए पिलाने कौन केमिति कोकुआर माने विशेषकर भूमिका रही है माने जदि देखा विस्थापित अत्याचार आदिवासी मान संग्राम नेता सदस्य माने केमिति कौन सब घटी है देखिए देखिए व्यस्त नहीं अच्छा हो आतंक राजर कला बादल धमागुड़ा उपरे ढांकी होता कोकुआ है से जो आतंक राज खेली जाइए विभीषिका खेली जाइए भय आतंक गुलिकांड कौन तैंक एत सब पाला हो देखा टिके पड़ू जा आम यहीटा पढ़िया पूर्व टिके आड़ पलि आसवा कहला ये कौन कहला ना शांत सरल धमागुड़ा गाँव पवन में चहटी जाइए विष कोकुआ एंट्री करची कौन कोकुआ ना कौ आतंक खेली जाइए ना पुंजीर दलाल माने पराध मध्य रही खेलुं षड्यंत्र खेल शिल्पायन शालार जंगल है शाला कौन शालार जंगल को पहाड़ झरणा को उजाड़ी देवाक बस पुंजीपति शिल्प इंडस्ट्री सब हम है इंडस्ट्रियलाइजेशन हम सब कैपिटालिज्म माने पुंजीवाद माने विस्थापन कर देख एमानकु सहयोग कर किए आमर एमएलए आसिगले विधायक किए हरेकृष्ण गौंतिया और पुलिस कर्मचारी विधायक परी दुर्नीतिखोर राजनेता है और पुलिस शांतिप्रिय आदिवासी मानकु विस्थापित होगाकू बाध्य करा जायछि विरोध कर ग्रामवासी पुलिस गुली रे विरोधी निरीह आदिवासी मानकु मारी दिया जो मैंने विरोध कले से विरोधी निरीह आदिवासी मान कौन कराला मारी दिगला माओवादी पालिचंती किए अजय मरांडी और शिबु माझी परी शह शह आदिवासी युवक एमाने मेन क्यारेक्टर मात्र थे गोटे नारी चरित्र अच्छी जोटा किए आमर मेनका है ता नाटा कौन पिलाने ना सॉरी मनिका मनिका मेनका अच्छा हो पुलिस गुली रे परिवार ध्वंस होगा पर पागल हो जाती दाम परी निरीह लोक एटा गोटे खाली पागल चरित्र गोटे अच्छी दाम जानी था निरीह निराश्रय असहाय श्यामानंदर ईश्वर पालिंट श्यामानंद विशेषकर यही आश्रम ही मेन क्यारेक्टर अच्छी श्यामानंद ही मुख्य भूमिका जी जड़े शिक्षक थे मिछ केस्रे फसिकी शिक्षक वृत्ति तड़ी दिगला तापर सी आश्रम खोलिले से आश्रम से मनीष गढ़ुले सी है आश्रम से शोषित अत्याचारित लोक मानू आश्रय देते आश्रम आश्रय पाई अनाथ बालक अतनु मन रख गोटे अनाथ बालक था किए ना अतनु समय क्रम से होती कौन ना पुलिस इन्स्पेक्टर सी होती बड़ होगी पुलिस सह संग्राम कर क्षत विक्षत होता अजय मरांडी भली माओवादी को भी से बड़ माओवादी को भी से माओवादी को भी सेवा बल नुआ जीवन देवा सह है रूपांतर कर श्यामानंद सेवा बल माओवादी को भी से सेवा बल है ये जो अजय मरांडी गोटे माओवादी से गाँव तो ताकू भी से माओवादी को भी सेवा बल है नुआ जीवन देखते किए आम श्यामानंद क्या समुद्र सेवा कले श्यामानंद विचार कौन थे जड़े उत्तम चरित्र ये कौन ना हिंसा रक्तपात नुहे स्नेह प्रेम श्रद्धा बल बदल हो समाज को और पृथ्वी को श्यामानंद मत लिखिपर परीक्षा गोटे सुंदर बढ़िया पे इंप्रेसन आस तो भावु तो कि सार अजय मरांडी शिबु माझी ये सब किए कौन पुनः से एपटू चल पलैया जापार कथा कौन तापर एपटू चल पलैया एथर मु स्पीड पढ़ी दूसरी कोकुआ एक गोष्ठीर जीवन तथा समूह मानसिक आच्छन कर आनी कालांतर को कोकुआर पंजा अशांत डेणा आवरी रही चतुर्दिग को तुम भाव गोटे पक्षी बोली मानने कौन गोटे एक्सप्लेन कर नाटक गुड़ा कहीं गोटे वर्णना कर पल्ली जीवन आरंभ कर कोलाहलपूर्ण सहरी जीवन सबुटी कोकुआर भय आतंक कर रखी कोकुआर सुतीक्षण विषाक्त नख दंत पक्ष मुख तार अजस्र आखि दपदप निपरी लिखिपर सब परीक्षा गोटे एक्सप्लेन करें कोकुआटा केमी से जो विभीषिकाटा केमी समाज को ग्रास करुच्ची ये सब कौन ये सब पुंजीवादी दलाल जो माने कि राजनेता
ମାନେ କେवଳ ସବୁ ମାନେ ବିଶୃଙ୍ଖଳା କରୁଛନ୍ତି ସେଇମାନେ ସବୁ କଥା କୁହାଯାଉଛି ହେଲା। ତାପରେ କ'ଣ ପ୍ରତିଟି ସୁସ୍ଥ ସୁନ୍ଦର ମୂଲ୍ୟବୋଧକୁ ସେ ଗ୍ରାସ କରିବାକୁ ଚାହେଁ। এই ସୁସ୍ଥ ସୁନ୍ଦର ମୂଲ୍ୟବୋଧ ପାହାଡ଼ ଜଙ୍ଗଲ ଆଦିବାସୀମାନଙ୍କର ଜୀବନଚର୍ଯ୍ୟାକୁ ସେ ଗ୍ରାସ କରୁଛନ୍ତି ହେଲା। ଅମାପ କ୍ଷୁଧା ଅସହିତାର ହିଂସ୍ରପଣ। ଅମାପ କ୍ଷୁଧା କଲେ ତାର ଭୋକ ବା ତାର କ୍ଷୁଧାକୁ ଆମେ ମାପିପାରିବାନି ସେ କେତେ ହିଂସ୍ର। ଅସହିତାର ହିଂସ୍ରପଣ ତା ହିଂସ୍ରପଣକୁ ଆମେ କଳ୍ପନା କରିପାରିବାନି ହେଲା। ଏଣ୍ଡିଂ ନାହିଁ ଏଣ୍ଡଲେସ୍ ହେଲା। ପୁଞ୍ଜିବାଦର ଚରମ ବିକାଶ ଡାକି ଆଣିଛି କୋକୁଆକୁ। ଏଇ ଯେଉଁ ପୁଞ୍ଜିବାଦର ଚରମ ବିକାଶ ବିଶେଷ କରି ଯେଉଁ ଅଧିକରୁ ଅଧିକ ପୁଞ୍ଜିବାଦ ଦେଖାଯାଇଛି ନା ତ ଏଇଟା କୋକୁଆ ହିଁ ଲାଷ୍ଟ ସୃଷ୍ଟି ହେଇଛି ବୁଝିଲା ତ। ସେଇଟା ହେଲା କୋକୁଆ। ଏମିତି କୋକୁଆଟା ଆମେ ଭାବୁଥିଲେ କଂସାରେ କୋକୁଆ ଗୋଟେ ନାଟକରେ ବର୍ଣ୍ଣିତ ଧମାଗୁଡ଼ା ଗାଁ ମଧ୍ୟ ସେଥିରୁ ମୁକୁଳି ପାରିନି। ଜାଣିପାରିଲ ଏଇ ଗାଁ କଥା ଏ ଗାଁରେ କେଡ଼େ ଚରିତ୍ର ଆଉ କେଡ଼େ ବିଧାୟକ ଆଉ କିଏ ସେବକ ଆଉ କିଏ ସାଜି ଯାଇଛି ନିଜ ଗାଁ ପାଇଁ କିଏ ହେଇଯାଇଛି ଏ କ'ଣ ମାଓବାଦୀ ସାଜି ଯାଇଛି ଏତିକି ଚରିତ୍ର। ଆଉ କ'ଣ ପାଠ ଥିଲା ବୁଝିପାରୁନଥିଲ ହେଲା। ଡରିବାର ନାହିଁ ତ ଏଥର ବୁଝିଲ ତ କ୍ଲିୟର ହେଲା ତ ଧୀରେ ଧୀରେ ହେଲା। ଏଇ ଗୋଟେ ଗାଁ ହେଲା କ'ଣ ନା ଧମାଗୁଡ଼ା ଗାଁ। ଏଇ ସରଳ ଆଦିବାସୀ ପଲ୍ଲୀ ନାରଖାର ହୋଇଛି। ଝରଣା ଜଙ୍ଗଲ କ୍ଷେତ ସବୁ ଉଜୁଡ଼ି ଯାଇଛି। ଦେଖ ଲେଖା ହେଉଛି ବିସ୍ଥାପନ ଏଠାରେ ଆଣିଛି ନୂଆ ସମସ୍ୟା। ଚାଲଠୁ ପଳାଅ ସବୁ ହେଲା ବିସ୍ଥାପନ। ଧମାଗୁଡ଼ାରେ ସାମାନନ୍ଦ ଆଶ୍ରମଟିଏ ପରି ସମାନନ୍ଦ ଆଶ୍ରମଟିଏ କରି ମୁଁ ଓଡ଼ିଆ ଭୁଲ ପଢ଼ୁଛି ରେ ଆଚ୍ଛା। ଧମାଗୁଡ଼ାରେ ସାମାନନ୍ଦ କ'ଣ କଲେ ନା ଗୋଟେ ଆଶ୍ରମ କଲେ। ଆଶ୍ରମ କରି ମଣିଷର ଚରିତ୍ରକୁ ରୂପାନ୍ତର ପାଇଁ ଉଦ୍ୟମ କରିଛନ୍ତି। ଏ ମଣିଷକୁ ବଦଳାଇବେ ତାଙ୍କ ମାନସିକ ବଦଳାଇବେ ଭଲ ମଣିଷ ଗଢ଼ିବେ ଉତ୍ତମ ମଣିଷ ଗଢ଼ିବେ। ସିଏ ହେଲେ କିଏ ଆମର ସାମାନନ୍ଦ। ଦରିଦ୍ର ଜାଣିଥାଉ ଗୋଟେ ଆଶ୍ରମ ଗୋଟେ ଅମକ ଆଶ୍ରମ ଗଢ଼ିବା ତାପରେ ବିଭିନ୍ନ ପ୍ରକାର ନାଟକ ଜିନିଷ ଥାଏ ଚରିତ୍ର ଗୁଡ଼ିକ ନା ନାହିଁ। ଇ ସେମିତି ଗୋଟେ ସାମାନନ୍ଦ ଗୋଟେ ମୁଖ୍ୟ ଚରିତ୍ର। ଦରିଦ୍ର ଓ ଅନାଥମାନଙ୍କର ସେବା ସହ ହିଂସ୍ର ଓ ନରସଂହାରରେ ଲିପ୍ତ ମାଓବାଦୀମାନଙ୍କୁ ସ୍ୱାଭାବିକ ଜୀବନଯାପନ ପାଇଁ ପ୍ରଭାବିତ ଅଛନ୍ତି। ଆରେ କାହିଁ ହିଂସ୍ରପଣ ହେଉଛ କାହିଁ ମିଥ ହେଉଛ ବୁଝିଲ। ମାନେ ଏଇଟା ଗୋଟେ କଥା କୁହା ହେଲା। ସମସ୍ତଙ୍କୁ ସେ ମାନେ ଆଦର କରନ୍ତି ସମସ୍ତଙ୍କ ଜୀବନକୁ ସେ ପ୍ରଭାବିତ ମାନେ ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରନ୍ତି ସମସ୍ତଙ୍କୁ ସେ ନିଜର ଆପଣ ବୋଲି ଭାବନ୍ତି। ସ୍ୱାଭାବିକ ଜୀବନଯାପନ ସହ ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ପାଇଁ ଚେଷ୍ଟା ଚଳାଇଛନ୍ତି। ସମାଜର ପରିବର୍ତ୍ତନ ପାଇଁ ହତ୍ୟା ଧ୍ୱଂସ ଓ ବିଭୀଷିକା ନୁହେଁ। ବିଭୀଷିକା କହିଲେ କ'ଣ ବିଷାକ୍ତ ମାନେ ଗୋଟେ ଘୋ ଘା ଗୋଟେ କୋଳାହଳପୂର୍ଣ୍ଣ ବିଭୀଷିକା କହିଲେ ବିଷାକ୍ତମୟ ହେଲା। ସ୍ନେହ ପ୍ରେମ ଉଦାରତା ଆବଶ୍ୟକ ଏହା କହନ୍ତି ସାମାନନ୍ଦ। ଏ ସମାଜକୁ ପରିବର୍ତ୍ତନ କରିବା ଭଲ ହେଲେ ହତ୍ୟା ସେଠି ଆବଶ୍ୟକ ନଥାଏ ସେଠି ଧ୍ୱଂସ ନଥାଏ ସେଠି ବିଭୀଷିକାର ଆବଶ୍ୟକତା ସେଠି କ'ଣ ଦରକାର ସ୍ନେହ ପ୍ରେମ ଆଉ ଉଦାରତା ଯୋଉଟା ହେଲା। ମଣିଷର ଚିତ୍ତବୃତ୍ତିର ପରିବର୍ତ୍ତନ ଆଣିବା ପାଇଁ ସେ ଆହ୍ୱାନ ଦିଅନ୍ତି। ହାରିଯାଆନ୍ତି ସାମାନନ୍ଦ କିନ୍ତୁ ଶେଷରେ କ'ଣ ହେଲେ ସେ ହାରିଗଲେ। ତାଙ୍କର ବିପର୍ଯ୍ୟୟ ଓ ଆତ୍ମଗ୍ଲାନୀ ମଧ୍ୟରେ ନିହିତ ଆଶା ଆଲୋକ ଓ ସମ୍ଭାବନାର ପରିପୂର୍ଣ୍ଣ। ନାଟକର ପରିସମାପ୍ତିରେ ଦର୍ଶକଙ୍କ ମୁହଁରେ ଯେଉଁ ସଳାପ ନାଟକକାର ପ୍ରକାଶ କରିଛନ୍ତି ଛାଡ଼ ଏଇଟା କିଛି ନୁହଁ। ଏଇଠି ଦେଖ ଅଜୟ ମରାଣ୍ଡି ଶିବୁ ମାଝୀ ଏଇଟା ତୁମକୁ ପୁରା କ୍ଲିୟର କରିଦିଏ ଆକ୍ଚୁଆଲି ଜଣ କିଏ। ସରକାର ତଥା ପୁଞ୍ଜିପତି କଳଙ୍କିତ ନେତାମାନଙ୍କର ନୀତିକୁ ବିରୋଧ କରି ଦେଶ ମାତୃକୁ ରକ୍ଷା କରିବା ପାଇଁ ଆତ୍ମବଳିଦାନ ଦେଇଛନ୍ତି ଏବଂ ସାଜିଛନ୍ତି ଗୋଟେ ଗୋଟେ ମାଓବାଦୀ। ହରେକୃଷ୍ଣ ଗୌତିଆ ବିଧାୟକ ଜନପ୍ରତିନିଧି ଯେଉଁଟା ହେଲା ହୋଇ ମଧ୍ୟ ପୁଞ୍ଜିପତି ଦଲାଲ ସାଜିଛି। ନା ଏ ପୁଞ୍ଜିପତିମାନଙ୍କର କ'ଣ ହେଇଛି ନା ଦଲାଲ ଇଏ ହେଇଛି ଦଲାଲ। ନାଟକର ମାତ୍ର ଜଣେ ନାରୀ ଚରିତ୍ର ଯିଏ ମନିକା ଶେଷରେ କାହାକୁ ବାହା ହେଇଛି ଅଜୟ ମରାଣ୍ଡିକୁ। ତାକୁ ସେ ଏ ମନିକା ସେବା କରିଛି ଯେଉଁ ଗୁଳିକାଣ୍ଡ ହୋଇଥିଲା ଅଜୟ ମରାଣ୍ଡି ସେବା କଲେ ତାକୁ ଭଲ ହେଇଛି ହେଲା। ତାଙ୍କ ପ୍ରେମ ଚରିତ୍ର ତାଙ୍କର ପ୍ରେମ ସମ୍ପର୍କ ବଢ଼ି ଉଠିଛି। ତାପରେ ଏ ମନିକାର ଗୋଟେ ମଧ୍ୟ ପିଲା ଜନ୍ମ ହେବ ଲାଷ୍ଟକୁ ଦେଖିବ ସେଟା ଷ୍ଟୋରିଟା ଅଛି। ଯେ କି ସେ କ'ଣ ନା ରିଫ୍ୟୁଜ୍ ବଙ୍ଗାଳୀ ମନେ ରଖ ମନିକା କିଏ ଚରିତ୍ରରେ ଯଦି ପରୀକ୍ଷା ପ୍ରଶ୍ନ ଆସିବ ଲେଖିବ ରିଫ୍ୟୁଜ୍ ବଙ୍ଗାଳୀ। ଅସହାୟ ନିରୀହ ସାମାନନ୍ଦ ମନିକାକୁ ଆଣି ଆଶ୍ରମରେ କାର୍ଯ୍ୟରେ ଯୋଗଦାନ ଦେଇଛନ୍ତି। ଏଇ ଅସହାୟ ନିରୀହ ହେଲା ଏଇ ଯେଉଁ ରିଫ୍ୟୁଜ୍ ବଙ୍ଗଳା ମନିକା ଜଣେ ଥିଲେ ଅସହାୟ ଥିଲେ ତାର କେହି ସାହା ନଥିଲେ ନିରୀହ ଥିଲା ମଧ୍ୟ ଶାନ୍ତ ଥିଲା ତାକୁ ସାମାନନ୍ଦ କ'ଣ କରେ ନା ମନିକାକୁ ଆଣି ଆଶ୍ରମରେ କାର୍ଯ୍ୟରେ ଯୋଗଦାନ କରାଇଛନ୍ତି। ଅତନୁ ଅସହାୟର ଗରିବ ପିଲା ଫେଣି ଆଉ ଗୋଟେ ଚରିତ୍ର କିଏ ଆସିଲା ନା ଅତନୁ ଅସହାୟ ଗରିବ ପିଲା। ଅତନୁ ମନିକା ହରେକୃଷ୍ଣ ଗୌତିଆ ଅଜୟ ମରାଣ୍ଡି ଶିବୁ ଏଇ ଯେଉଁ ଦୁଇ ଜଣ କ'ଣ ଗୋଟେ ଗାଁର ଦୁଇ ଜଣ ସାଜିଛନ୍ତି କ'ଣ ନା ଆତଙ୍କବାଦୀ ସାଜିଛନ୍ତି ଏସବୁ ନିଜ ଗାଁ ପାଇଁ ନିଜ ଗାଁକୁ ବଞ୍ଚାଇବା ପାଇଁ। ଦୁଇଟା ଚରିତ୍ର ଇଏ ଗୋଟେ ହରେକୃଷ୍ଣ ଗୌତିଆ ଏଠି ମନିକା ଆଉ ଗୋଟେ ହେଲା ଅତନୁ ହେଲା। ଆଉ ଦାମ ପାଗଳା ଆଉ ସେଇଟା ତ ଏଇଟା ଇମ୍ପୋର୍ଟାଣ୍ଟ ନୁହେଁ ଏତିକି ଖାଲି ଜାଣିଥାଅ ମୁଖ୍ୟତଃ ହେଲା। ଆଉ ସାମାନନ୍ଦ ମେନ୍ କ୍ୟାରେକ୍ଟର ତୁମକୁ କହିଛି ବାରବାର ଆଉ 1 2 3 4 5 6 ଇଏ ତ ଗୋଟେ କ୍ୟାରେକ୍ଟର କଲେ ଚଳେ ଆଉ ହେଲା। ଏତିକି କଥା। ଅତନୁ ଅସହାୟ ଗରିବ ପିଲା ସାମାନନ୍ଦ ତାକୁ ଆଣି ପାଠ ପଢ଼ାଇ ମଣିଷ କରିଛି। ସେ ପୋଲିସ ଚାକିରି କରିଛି ବା ପୋଲିସ ଇନ୍ସପେକ୍ଟର ହୋଇଛି। ସରକାରଙ୍କ ନିୟମକାନୁନ ସେ ବନ୍ଧା ମାନେ ଏମିତି ଗୋଟେ ନାଟକ ଗଢ଼ା ହୁଏ କି ନିଜ ଲୋକ ସେଠି ଶତ୍ରୁ ହେଉଥିବ ନା ନାହିଁ ଫେଣି ଲାଷ୍ଟକୁ ସେ ଫେଣି ଭଲ ହେଉଥିବ ନା ନାହିଁ। ତେଣୁ ଇଏ ଇନ୍ସପେକ୍ଟର ହେଇଛି ନିୟମ କାନୁନରେ ମାନେ ଗଢ଼ା ଭୁଲ କରିଛି ଫେଣି ଆସି ମିଶିଛି କି କାହିଁ ମୁଁ ଭୁଲ କଲି ମାନେ ପଶ୍ଚାତାପ କରିଛି ରିଅଲାଇଜ୍ କରିଛି ଅନୁଭବ କରିପାରିଛି ଅନୁତାପ କରିପାରିଛି। ଅନ୍ୟାୟ ଅନୀତିର ସ୍ୱରକୁ ଅନ୍ତରରେ ବିରୋଧ କରିଥିଲେ ବି ସରକାରୀ ଆଇନ କାନୁନ ଅନୁଯାୟୀ ସେ ମୁକ ଓ ବଧିର। ମୋତେ କୁହ କିଛି ନା କିଛି ନଲେଜ ଆସିଲା ନା ନାହିଁ
ହୁଁ ଆରେ କୁହ କିଛି ନା କିଛି ନଲେଜ ଆସିଲା ନା ନାହିଁ ମୋତେ କୁହ ଆଉ ଆସିଲା ଆଉ ଟିକେ ପଢ଼ିବା ଦେଖ ଆଉ ଚାଲ ଆଉ ଟିକେ ଏପଟକୁ ଯିବା ମୁଁ ଅଲରେଡ଼ି କହିଦେଇଛି ହଁ ମାଓବାଦୀ ଛାଡ଼ିଛି କିଏ ଅଜୟ ମାରାଣ୍ଡି ସିଂହ ଆଜି କାହିଁକି ମାଓବାଦୀ ସାଜିଲେ ତାଙ୍କ ଗାଁ ପାଇଁକି ହେଲା ଏବେ ଆକୁ ତମେ ପଢ଼ ମୁଁ ଆଉ ପଢ଼ିବିନି ଏବେ ତମେ ଆକୁ ପଢ଼ ନିଜେ ବୁଝିପାରିବ ଯେ ବିଧାୟକ ହରେକୃଷ୍ଣ କହନ୍ତି ଆଶ୍ରମ ବିରୁଦ୍ଧରେ ଆରମ୍ଭ କରିଛି ଷଡ଼ଯନ୍ତ୍ର କିନ୍ତୁ ହଟେଇବାକୁ ଚାହିଁଛି ଏଠି ସେବାୟତନ ସୁସ୍ଥ କରିଛି ମନିକା କାହାକୁ ପୁଲିସ କଳିଆ ତ ଅଜୟକୁ ତାପରେ ଦେଖିବା ହେଲା ତାଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଛି ହେଲା ଦେଖିବା ତାର ସେ ତାକୁ ହସ୍ପିଟାଲ ନେବା ବାଟରେ ହେଲା କ'ଣ ନିଜ ବାଟରେ କ'ଣ ହେଲା ପୁଲିସ ଗୁଳିରେ ମରିଛି କିଏ ଶିବୁ ହେଲା ଉଭୟ ମଧ୍ୟରେ ଗୁଳିକାଣ୍ଡ ହୋଇଛି ପୁଲିସ ଆତଙ୍କବାଦୀ ଏପଟେ କିଏ ରହିଲା ଆମର ରହିଲା କିଏ ଯେଉଁ ଆମର ଶିବୁ ହେଲା ଅଜୟ ବୋଲି ଶିବୁ ମରିଛି ଯେଉଁ ଅଜୟ ମାରାଣ୍ଡି ଯେଉଁଟାକି ଆମ ଶିବୁ ମାଝୀ ଓରଫ ସଦାଶିବ ରାଓ ହେଲା ତ ଏପଟେ ଫେଣି କ'ଣ ହେଲା ନା ଇନ୍ସପେକ୍ଟର ଅତନୁ ଗୁଳିରେ କିଏ ଫେଣି ମରିଛି ନା ଅଜୟ ମାରାଣ୍ଡି ମରିଛି ଅଜୟ ମାଇଲା ଶିବୁକୁ ଫେଣି ଶିବୁକୁ କିଏ ମାଇଲା ନା ଅତନୁ ମାଇଲା ତା କଥା ଭିତରେ ଜାଣ ଏଇଟା ହେଲା ନା ନାଇଁ କୋକୁଆ ହେଲା ନା ନାଇଁ ନିଜ ନିଜ ପରିବାର ଦେହ ସରକାର ହେଉଛି ନିଜ ନିଜ ଗାଁ ପିଲା ସବୁ ନା ନାଇଁ ତାର ପିଲା ଜନ୍ମ ନେଇଛି ତାର କବିଟା କ'ଣ କହୁଛନ୍ତି ନାଟ୍ୟକାର ଏହି ରକ୍ତପାତ ଧ୍ୱଂସ ବିଭୀଷିକାମୟ ପରିବେଶରେ ଜନ୍ମ ନେଇଥିବା ଅଜୟ ମାରାଣ୍ଡିର ସନ୍ତାନ ଭବିଷ୍ୟତରେ କେଉଁ ପଥକୁ ଆପଣେଇ ନେବ ଧ୍ୱଂସର ପଥ କିମ୍ବା ଶାନ୍ତିର ପଥ ଦର୍ଶକମାନଙ୍କ ପାଇଁ ଓ ପାଠକମାନଙ୍କ ପାଇଁ ଏହି ପ୍ରଶ୍ନ ରହିଯାଇଛି କ'ଣ ଅସମାବିତ ହୋଇ ହେଲା ତା ଭଳିଆ ଥିଲା ଆଉ ତୁମେ ଦେଖାଇ ଦେଉଛି ଏଇଟା ଟିକେ ଏଇଟା ସ୍କ୍ରିନଶଟ୍ ନେଇଯାଅ ଏଇଟା ଲାଷ୍ଟ ଲେଖିପାରିବ ଆଉ ତାପରେ ରହିଲା এইটা এতে স্ক্রিনশট নিয়ে যাও এতিকি ରୁହ ଏତିକି ସ୍କ୍ରିନଶଟ୍ ନେଇଯାଅ ରେଡ଼ି ଏଗୁଡ଼ା ନେଲେ ନିଅ ନହେଲେ ନାହିଁ ତୁମ ମନ ଆଉ ଏଇଟା ନେଇଯାଅ ମୁଁ ଦେଖୁଥିଲି ଏଇଟା ନେଇଯାଅ କବି ପରିଚୟ ଦେଉଛି ଚାଲ ଯିବା କବି ପରିଚୟକୁ ସମୟ ଦେଖିନିଅ କବି ପରିଚୟ ଆଉ ପଢ଼ୁନି ପିଲାମାନେ ବହୁତ କହିଲି ହେଲା ଆଉ ସେ ନାଟକଟା ଦେଖିଥିଲି ଏଗୁଡ଼ା ସବୁ ନାଟକ ତାଙ୍କର ଆଉ ମନେ ରଖ ଦୁଇ ଚାରିଟା ତ ମନେ ରଖ ନାଟକ ପରୀକ୍ଷାରେ ଯେ ପ୍ରଶ୍ନ ପଡ଼ିଯିବ ଲେଖାଟା ଇମ୍ପ୍ରେସନ୍ ଭଲ ଆସିବ ଫସିଲ ନିଦ୍ରାଭଙ୍ଗ କ୍ଷୁଦ୍ର ସରୀସୃପ ଏଇ ଯେ ସୂର୍ଯ୍ୟ ହୁଏ ନୀଳ ଶୈଳ ଲୁହାର ମଣିଷ ଏସବୁ ନାଟକ ତାଙ୍କର ଗୋଟେ ଗୋଟେ ପକା ପଇସା ଦେଖ ତାମସା ଏଇ ସୋସିଆଲ ଟ୍ରାଜେଡିର ତିନୋଟି କଥା ଜଣେ କୃଷ୍ଣଙ୍କର ଆତ୍ମହତ୍ୟାକୁ ନେଇ ହେଲା କଂସର ଆତ୍ମା ଏସବୁ ମନେ ରଖ ମାଫିଆ ତ ଏହା ଥିଲା +3 କୋର୍ 11ର ଆମର ନାଟକ କ'ଣ ଅଛି ନା କୋକୁଆ ଯେଉଁଟା ବିଜୟ ଶତାବ୍ଦୀରେ ଅଛି ତ କନସେପ୍ଟ କ୍ଲିୟର ହେଲା ଚାଲ ନେକ୍ସଟ କ୍ଲାସ୍ରେ ଆମେ ସର୍ଟ କୋଶ୍ଚିନ୍ ଗୁଡ଼ିକ ନେଇ ଆସିବା ବଢ଼ିଆରେ ବୁଝିପାରିବ କ୍ଲିୟର ତ କ୍ଲାସ୍ଟା କେମିତି ଲାଗିଲା ନିହାତି କମେଣ୍ଟରେ ଜଣାଇବ ହେଲା ରହୁଛି ଜୟ ଜଗନ୍ନାଥ।